ବାପା ସବୁ ବର୍ଷ ଭଳିଆ ଏ ବର୍ଷ ବି ଆମ ସାଙ୍ଗସାଥି ସବୁ ବୁଲିବାକୁ ବାହାରକୁ ଯାଉଛନ୍ତି। ଆଉ କଣ ଆମେ ଯିବାନି କି? ଚାଲୁନୁ ଟିକେ ବାହାରକୁ ଯାଇ ବୁଲିକି ଆସିବା। ଆରେ ଦେଖେ, ମୋର ଏବେ ବହୁତ କାମ ଅଛି। ଛୁଟି ହେଇଛି ସତ, କିନ୍ତୁ ସ୍କୁଲର କାଗଜପତ୍ର ସବୁ କାମ ସାରିବାର ଅଛି। ପଞ୍ଚାୟତର ଯେଉଁ ନୂଆ ନୂଆ କାମ ଆସୁଛି ସେଗୁଡ଼ିକ ଦେଖିବାର ଅଛି ଏବଂ ଘରର ସବୁ କାମଧାମ କରିବାର ଅଛି। ତେଣୁ ମୁଁ ଏବେ ଯାଇପାରିବି ନାହିଁ। ଆମେ ଅନ୍ୟ କେଉଁ ସମୟରେ ଯିବା। ବିଚରା ବାପାଟା ବହୁତ କାମ ପଡ଼ିଯାଉଛି। ବାହାର କାମ, ଘର କାମ, ଇଆଡ଼େ ସେଇ ପଞ୍ଚାୟତର କାମ। ବାପାଟା ଭାରି ଅସୁବିଧା ଭୋଗୁଛନ୍ତି। ଓହୋ। ଶୁଣ ଶୁଣ ଶୁଣ, ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କର। ଶୁଣ ଗ୍ରାମବାସୀ ବୃନ୍ଦ, ଆମ ଗ୍ରାମରେ ପ୍ରତ୍ୟେକ ବର୍ଷ ଅନେକ ସଡ଼କ ଦୁର୍ଘଟଣା ହେଉଛି, ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏଥିପାଇଁ ଆମେ ଗୋଟେ ବଡ଼ ନିଷ୍ପତ୍ତି ନେଇଛୁ ଯେ ସଡ଼କ ନିର୍ମାଣ ଆମ ଗ୍ରାମରେ ଗୋଟେ କରିବୁ, ଯାହାର ଦାୟିତ୍ୱ କି ମାଧବ ବାବୁଙ୍କୁ ଦିଆଗଲା। ଆରେ ହରିଆ ଭାଇ, ଦେଖିଲୁ ନା, ପୁଣି ଥରେ ସିଏ ଆଉ ଥରେ ଏଇ ପଞ୍ଚାୟତର ଆମର ସେ ଯୋଉ ରାସ୍ତା କାମଟା ନେଇଛି। ମାନେ ସେ ସବୁ ଭଲ ହିଁ କରିବ। କିରେ, ଖାଲି କଣ ସିଏ ସେତିକି ଭଲ କରୁଛି ନା କଣ? ସେତିକିରେ ମଧ୍ୟ ତାର ବହୁତ ପ୍ରଫିଟ୍ ଅଛି। ଖାଲିରେ କି କାହିଁ କୋଉ କାମ କରିବ କହିଲୁ? ସିଏ ତାର ଫଳ ସବୁ ପାଉଛି ରେ ବାପ। ବହୁତ ଲାଭ ଉଠଉଛି ବା। ମୁଁ କଣ ଜାଣୁନି ଏଗୁଡ଼ାକ? ଠିକ୍ ସିଏ ମଜା ମଜାରେ ସବୁ କାମ ନଉଛି ଆଉ ବହୁତ ଜିନିଷ ଆମର ଏଠୁ ଲୁଟିକି ଖାଉଛି। ଆରେ ଏଠାରେ କ'ଣ ବରଗଛ ପରିକା ଠିଆ ହେଇଛ ମ? ଖାଇବନି କି? ଚାଲୁନ। ଆରେ ଖାଇବା କଥା ତ ଶୁଣ, ସେ ଖାଇବା ତ ମୁଁ ପରେ ଖାଇନେବି, କିନ୍ତୁ ମୁଁ ଗୋଟେ ପ୍ରଶ୍ନ ପଚାରୁଛି, ତାର ଉତ୍ତର ଦେଲ। ଦେଖ, ଆମ ଗାଁ ପାଇଁ ମୁଁ କିଛି ଭଲ କରିବାକୁ ଚାହୁଁଛି। ତେଣୁ ମୋ ହାତରୁ ପଇସା ସାରି ନିଜର କିଛି କାମଧାମ ବନ୍ଦ କରି ମୁଁ ଗାଁର ମଙ୍ଗଳ କରିବାକୁ ଚାହୁଁଛି। କିନ୍ତୁ ଏ ଲୋକଗୁଡ଼ାକ ମୋ ବିଷୟରେ ବହୁତ ଖରାପ ଚିନ୍ତାଧାରା ଆଣୁଛନ୍ତି ଏବଂ ମୋତେ ପଇସା ଖାଉଛି, ନାହିଁ ନଥିବା କଥା କହୁଛନ୍ତି। ଏଗୁଡ଼ିକ କ'ଣ ଠିକ୍ ଅଛି? ବର୍ତ୍ତମାନ ଆମ ଗାଁର ଯେଉଁ ନୂଆ ରୋଡ଼ଟି ଆସିନି କି, ସେହି କାମ ପାଇଁ ମୋତେ ସରପଞ୍ଚ ଆଜି ଡାକିଥିଲେ। ସେହି କାମ ମୋତେ ମିଳିଲା, କିନ୍ତୁ କିଛି ଲୋକ ମୋତେ କହୁଛନ୍ତି ଯେ ପଇସା ଖାଉଛି, ନାହିଁ ନଥିବା କଥା ଶୁଣାଉଛନ୍ତି। ଦେଖ, ସମାଜରେ ଆମେ ଘର କରି ରହୁଛେ ମାନେ ଅନେକ ଲୋକ ଅନେକ ପ୍ରକାରର କଥା କହିବେ। ଆମେ ସେମାନଙ୍କ କଥାକୁ ଧରି ଚଳିଲେ ହବ? ଶୁଣ, ସେ କଥା ଛାଡ଼, ଯିଏ ଯାହା କହୁଛି କହୁ। ତୁମେ ଯଦି ତୁମ କାମରେ ନିଷ୍ଠାପର ଭାବରେ କରିଥାଅ, ତାହେଲେ କିଛି ଅସୁବିଧା ହେବ ନାହିଁ। କିରେ ହରିଆ, ତୁ ପୁଅ ବେଶୀ ଚାଲାକି ହଉଛୁ। ଆରେ ଦେଖେ, ସିଏ ସବୁ କାମ କରୁଛି, ତା ମାନେ ତାକୁ ବି ବହୁତ ପ୍ରଫିଟ୍ ହଉଛି। ତାକୁ ଯଦି ଆମେ ଭଲକିରି ବୁଦ୍ଧି ଗୋଟେ ଶିଖେଇଦବା, ସିଏ ଆଉ କେବେ ବି ନବନିରେ କଣ। ସିଏ କଣ ଗେରୁମୁଣ୍ଡି ସାନ୍ତ? ସବୁବେଳେ ତାକୁ କଣ ଦିଆହଉଛି କିରେ? ନାଇଁ ନାଇଁ, ଏଇଟା ଭୁଲ ହଉଛି। ହଁ ଯେ, କିନ୍ତୁ ଆମେ କ'ଣ କରିପାରିବା କୁହ? ସରପଞ୍ଚ ତା ପାଖର ଲୋକ। ସରପଞ୍ଚଙ୍କ ହାତ ମୁଠାରେ ଇଏ ଅଛି, ଆଙ୍କ ହାତ ମୁଠାରେ ସରପଞ୍ଚ ଅଛନ୍ତି। ଆମେ ଚାହିଁଲେ କ'ଣ କରିବା? ଆମେ ତ ମାତ୍ର ନିମିତ୍ତ। ଆଉ କ'ଣ କରିବା କହୁନ? କୁହ, ତମ ପାଖରେ କ'ଣ ବୁଦ୍ଧି ଅଛି? କୁହ, କହୁନ, କୁହ। ତୁ ପରା ଆମ ଗାଁର ଗୋବର ଗଣେଶ, ମୁଁ ଠିକ୍ ଜାଣିଛି। କିନ୍ତୁ ଶୁଣେ, ମୋ ବୁଦ୍ଧିରେ କାମ କରେ ବାପ, ତୋ ନାଁଟା ହାଇଲାଇଟ୍ ହବ, ପୁରା ପୋଷ୍ଟର ଲାଗିବ। ଆରେ ଦେଖେ, ଆମର ଗୋଟେ ଗୁଳିରେ ଦିଟା ଶିକାର କରିବାର ଅଛି। କ'ଣ କରିବା କହିଲୁ? ଶୁଣେ, ପ୍ରଥମ ଶିକାର ହେଉଛି ଯେ ଆମେ ଯିବା ପଞ୍ଚାୟତ ଅଫିସରେ, ରାତିରେ ପଶିକିରି ସେ କାଗଜପତ୍ର ଆଉ କିଛି ଟଙ୍କା ହଡ଼ପ କରିକି ରଖିଦେବା। ଆଉ ଅନ୍ୟପଟେ ମାଧବ ଏହି ଜିନିଷର ଚୋରି ଡକାୟତି ହେଇଛି ବୋଲି ସିଏ ସେଠାରେ ଦୋଷୀ ହବ। ଆଉ ଆମେ ତ ନଖ ଘଷିବା, ଆଉ ସିଏ ନାମଟା ନବ। ଶୁଣେ, ତୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ଯା। ମୁଁ ତତେ ଯେମିତି ବୁଦ୍ଧିରେ ଦେଇଛି ସେମିତି ଯାଇକିରି ସେ କାଗଜପତ୍ର ହଡ଼ପ କରିବୁ ଆଉ ପଇସା ବି ଚୋରେଇବୁ। ଆଉ ମୁଁ ଏପଟେ ଜଗିଛି, ହେଲା? ଯା। ଆଜ୍ଞା, ପଞ୍ଚାୟତର କିଛି କାଗଜପତ୍ର ଆଉ ପଇସା ଚୋରି ହେଇଯାଇଛି। ମୁଁ ଖୋଜି ଖୋଜି ଥକି ଗଲିଣି। ଲୋକଯାକ କହୁଛନ୍ତି ମାଧବ ଡାଙ୍ଗୁଆ ନେଇଯାଇଛି। ଶୁଣ ବଞ୍ଚି, କିଛି ବ୍ୟତିବ୍ୟସ୍ତ ହୁଅନି। ଯଥାଶୀଘ୍ର ତୁମେ ପଞ୍ଚାୟତ ସମିତି ସଭା ଡକାଅ ଏବଂ ତା ଆଗରୁ ପୁଲିସକୁ ଯାଇ ଯୋଗାଯୋଗ କର, ଯଦ୍ୱାରା କି ଆଗକୁ କୌଣସି ବିପଦର ସମ୍ମୁଖୀନ ହେବାକୁ ପଡ଼ିବନି। ଆଉ ଗୋଟେ କଥା, ଏ କଥା ଯେମିତି ଗୁପ୍ତ ରହେ, ଅନ୍ୟ କେହି ବି ଯେମିତି ନ ଜାଣିପାରନ୍ତି। ଆରେ ବାପ, ମୁଁ ଶୁଣିଲି କ'ଣ ଏବେ ଚୋରି ହେଇଯାଇଛି ପଞ୍ଚାୟତ କାର୍ଯ୍ୟାଳୟରୁ କାଗଜପତ୍ର।
ଆଉ କିଛି? ତୁ ତ ସେଇ ଦାୟିତ୍ୱରେ ଥିଲୁ, ତୁ କିଛି ଜାଣିଲୁ ନା ନାହିଁ? କ'ଣ ସବୁ ଜିନିଷ ଏମିତି ହଉଛି କି ରେ? ଆରେ ହଁ ମଉସା, ମୁଁ ବର୍ତ୍ତମାନ ଖବର ପାଇଲି, ସେଥିପାଇଁ ସରପଞ୍ଚ ମହାଶୟ ବର୍ତ୍ତମାନ ଆମ ଗାଁରେ ମିଟିଂ ଡକାଇଛନ୍ତି। ମୁଁ ବା ଏବେ ଯାଉଛି, ଚାଲ ସେଠିକି ଗଲେ ଜଣା ପଡ଼ିବ। ଆରେ ଏମିତି ମଉସା ଦେଖିଲ ନା କେମିତି ସେ ମାଧବ ମହାପାତ୍ର ଚୋରି ଫୋରି କରିଛି। ଆରେ ଆମେ ଜାଣିଥିଲୁ ସେ ଏମିତି କାହିଁ ଲୋକଟା, କିଛି ଭଲ ନୁହଁ ବା। ହଁ, ସତ କଥା ତ, ଆଉ କ'ଣ ମିଛ ନା କ'ଣ? ସିଏ ତ ଚୋରେଇଛି ଆଉ ଆମେ ଦେଖିଛୁ ନିଜ ଆଖିରେ, ଆଉ ଖାଲିରେ କ'ଣ କି କାହାକୁ ଦୋଷ ଦବ? କିରେ ସାଙ୍ଗମାନେ, ଆଉ କ'ଣ ସବୁ ଭଲ ଅଛ, କୁଶଳ ଅଛ ନା? ହେଲେ କ'ଣ ହବ, ତମେ ମାନେ ଆମର ନୂଆ ନୂଆ କାର୍ଟୁନ ଭିଡିଓ ସବୁ ଦେଖୁଛ, ବହୁତ ମାତ୍ରାରେ ଦେଖୁଛ, କିନ୍ତୁ ହେଲେ ଲାଇକ୍ ସେୟାର ସବସ୍କ୍ରାଇବ ଏଗୁଡ଼ା କିଛି ବି କରୁନ। ଏଗୁଡ଼ାକ କ'ଣ ଭଲ ହଉଛି? ଆଉ ଏଗୁଡ଼ାକ କ'ଣ ଠିକ୍ କରୁଛ? ଆରେ ଟିକେ ଲାଇକ୍ ସେୟାର ସବସ୍କ୍ରାଇବ କର, ସାଙ୍ଗମାନଙ୍କୁ ସେୟାର କର। ଆଉ ଯଦି ଭଲ ଭଲ କ'ଣ କାହାଣୀ କିମ୍ବା ଗପ ଜାଣିଛ ତାହେଲେ କମେଣ୍ଟରେ ଆମକୁ ଜଣାଅ। ତା ନା ଦ୍ୱାରା ଆମେ ବି ତମମାନଙ୍କ ପାଇଁ ଭଲ ଭଲ କାହାଣୀ ଗପ ଆଣିବୁ। ହଉ ଶୁଣ, ଯାହା ତ କଲ କଲ, ଏବେ ଗୋଟେ କାମ କର, କାର୍ଟୁନଟିକୁ ଆଗକୁ ଦେଖ। ଭିଡ଼ିଓଟି ମଜା ଲାଗିଲେ ଏବେ ଲାଇକ୍ ସେୟାର ସବସ୍କ୍ରାଇବ କର। ନୂଆ ବର୍ଷରେ ଏତିକି ନୂଆ ତ କରିବାକୁ ପଡ଼ିବ ନା। ସମସ୍ତ ଗାଁବାସୀ ଧ୍ୟାନ ଦେଇ ଶୁଣନ୍ତୁ, ଆମ ଗାଁରେ କାଲି ରାତିରେ କିଛି ଚୋରି ହେଇଛି। ଏହା ପାଇଁ ସରପଞ୍ଚ ମହାଶୟ କିଛି କହିବା ହେବେ। ମୁଁ ଜାଣିବାକୁ ପାଇଲି ଯେ ଏଇ ଭୁଲଟି ମାଧବ ବାବୁ ହିଁ କରିଛନ୍ତି। ସିଏ ହିଁ ପ୍ରକୃତରେ ଦୋଷ, କାରଣ ପଞ୍ଚାୟତ କାର୍ଯ୍ୟାଳୟର ଚାବି ମାଧବ ବାବୁ ପାଖରେ ହିଁ ଥିଲା। ମୁଁ ବର୍ତ୍ତମାନ ପୋଲିସ ବାବୁକୁ ଯୋଗାଯୋଗ କରିଦେଇଛି, ସେ ଆସିଲେ ହିଁ ଏହାର ଫଇସଲା କରିବେ। ଶୁଣ ମାଧବ ବାବୁ, ତୁମେ ଅପେକ୍ଷା କର, ବର୍ତ୍ତମାନ ମୁଁ ପୋଲିସକୁ ଯୋଗାଯୋଗ କରିଛି, ସେ ଆସିଲେ ହିଁ ଏହାର ଫଇସଲା ନେବେ। ଯେ ପର୍ଯ୍ୟନ୍ତ ସେ ଏଠାକୁ ଆସିନାହାନ୍ତି ତୁମେ ଏଠାରୁ କୁଆଡ଼େ ବି ଯାଇପାରିବ ନାହିଁ। ହେ ପ୍ରଭୁ ଜଗନ୍ନାଥ, ଏଗୁଡ଼ାକ କିଛି ଠିକ୍ ହଉନି। ମୁଁ ବିନା କାରଣଟାରେ ଏଠାରେ ଦୋଷୀ ହେଇ ପଡ଼ି ରହିଲି, ଆଉ ଯିଏ ଦୋଷ କରିଛି ସେ ଖଟରେ ଖାଇ ମଠରେ ଶୋଉଛି। ପ୍ରଭୁ ତୁମେ ହିଁ କିଛି କର, ତୁମରି ଦୟାରୁ ମୁଁ ଆଜି ଏଠାରେ ଅଛି। ପ୍ରଭୁ କିପରି ବି ତମେ ମୋତେ ଏଠାରୁ ନେଇଯାଅ। ଏ ଦାସବାବୁ, ତମେ ତ ଚୁଡ଼ା କୁକୁଡ଼ା ସାକ୍ଷୀ ହେଇକି ରହିଲ, କୋଉ କାମରେ ଆଗ ଭର ବୁଝିଲ। ସୁକନ୍ୟାପୁରରୁ ସରପଞ୍ଚ ମହାଶୟଙ୍କ କଲ୍ ଆସିଥିଲା, ଆମକୁ ଶୀଘ୍ର ଯିବାକୁ ପଡ଼ିବ। ହେଲେ ସାରେ, ମୁଁ କ'ଣ କହୁଥିଲି, ଆଉ ଟିକେ ପରେ ଗଲେ ହେନ୍ତାନି? ସାର୍ ଜଷ୍ଟ ଟିକେ ଘରକୁ ଯାଇକି ଆସିଥାନ୍ତି। ଓହୋ ଦାସବାବୁ, ସବୁବେଳେ ଏକ୍ସକ୍ୟୁଜ। ତମେ ଦୁଇ ଜଣ ଯାକ କୋଉ କାମକୁ ନା, ଚାଲ ଚାଲ ଶୀଘ୍ର ଯିବା। ସେଇ କେସ୍ ସଲ୍ଭ କଲେ ହିଁ ମୋର ମନ ଶାନ୍ତି ହବ। ସାର୍, କ'ଣ ଆପଣ ମୋତେ ଡାକୁଥିଲେ କି? ମୁଁ ଟିକେ ଘରକୁ ଯାଇ ଆସିଲି ତ, ଟିକେ ଖାନା ପିନା ଜୋରିଆ ହେଇଯାଇଛି, ପେଣ୍ଟଟା ଖସି ପଡୁଛି ଆଉ। ଆରେ ପାତ୍ର ବାବୁ, ତମେ ତ ହୁଗୁଳା, ଏ ଥାନାଟାକୁ ବି ହୁଗୁଳା କରିଦବ ନା କ'ଣ? ଆରେ ନାଇଁ ନାଇଁ ସାର୍, ପେଣ୍ଟ ହୁଗୁଳା କି ଥାନା ହୁଗୁଳା ଏଗୁଡ଼ାକ ଆଉ କିଛି କରିବିନି। ଆପଣ କହୁଛନ୍ତି ଯିବାକୁ ଯେ, କିନ୍ତୁ ଗାଡ଼ି ମଟର ଟିକେ ସୁବିଧା ନାହିଁ, ଆମ ଗାଡ଼ିଟି ଖରାପ ହେଇଯାଇଛି। ହଉ, ଯାହା ହଉଛି ହଉ, ଶୀଘ୍ର ଗାଡ଼ି କାଢ଼ିଲ। ମୋତେ ବାରମ୍ବାର ଫୋନ୍ ଆସୁଛି, ଜଲ୍ଦି ଯାଅ। ଯୋଉ ଚଞ୍ଚଳ ଲୋକ ତ କହିବାକୁ ନାହିଁ। ବୁଝିଲ ସରପଞ୍ଚ ଆଜ୍ଞା, ତମର ଟିକେ ଆଳୁ ଦୋଷ ରହିଯାଇଛି। ଖାଲି ନାଁକୁ ସରପଞ୍ଚ ହେଇ ରହିଛ, ଦୋଷୀ କିଏ ନିର୍ଦ୍ଦୋଷୀ କିଏ ଜାଣିପାରୁ। ମୁଁ ଭାବିଲି ମୁଁ ଆସିଲା ବେଳକୁ ସବୁ ଫଇସଲା ହୋଇଯାଇଥିବ, କିନ୍ତୁ ମୁଁ ହିଁ ସବୁ କଲି। ହଉ, ମୁଁ ଏବେ ଆସୁଛି।
ହେଲେ ସାରେ ଆରେ ଶୁଣୁନାହାନ୍ତି ମୁଁ କ'ଣ କହୁଥିଲି କି ଦେଖନ୍ତୁ ମୁଁ ତ ନିର୍ଦ୍ଦୋଷୀ ଲୋକଟା ଆପଣ ଦେଖିଲେ ଜାଣିପାରୁନାହାନ୍ତି ମୋ ଚିହ୍ନ ବର୍ଣ୍ଣ କେମିତି ମୁଁ ଗୋଟେ କ'ଣ ଦୋଷ କଲା ଭଳିଆ ଲାଗୁଛି ଆପଣଙ୍କୁ ସେ ହରିଆ ଭାଇ କହିଲା ବୋଲି ମୁଁ ତା କଥାରେ ପଡ଼ିକିରି ସେ ପଞ୍ଚାୟତ ଭିତରେ ପଶିଲି ଆଉ ଏତେ ହାଟ ନାଟ କଲି ହେଲେ ଶୁଣନ୍ତୁ ଆପଣ ତ କେତେ ଆଇନ ଜାଣିଛନ୍ତି ନହେଲେ ମୁଁ ଶୁଣଉଛି ଶୁଣୁନାହାନ୍ତି ଆଇନ କେତେ ପ୍ରକାରର କ'ଣ କ'ଣ ମୋତେ ଟିକେ ଛାଡ଼ି ହଁ ରେ ବାପ ତୁ ଆଉ ମୋତେ ଆଇନଗିରି ଶିଖାନା ଥାନାକୁ ଚାଲେ ତୋ କଥା ବୁଝିଦେବି କିଏ ଦୋଷୀ କିଏ ନିର୍ଦ୍ଦୋଷୀ ସବୁ ଜାଣିଦେବୁ। ମାଧବ ବାବୁ ମୁଁ ଜାଣିପାରିଲି ନାହିଁ ଅଯଥାରେ ଆପଣଙ୍କୁ ଦୋଷ ଦେଇଦେଲି ଆପଣ ମୋତେ କ୍ଷମା କରିଦେବେ। କ'ଣ କରିବା ସରପଞ୍ଚ ମହାଶୟ ଆଜିକାଲି ତ ଡେଙ୍ଗା ମୁଣ୍ଡରେ ଠେଙ୍ଗା ଯିଏ କରୁଥିବା ଲୋକ ସିଏ ହିଁ ଦୋଷ ପାଏ ଆଉ ନାହିଁ ନଥିବା କଥା ଶୁଣେ ହଉ ଯାହା ହେଉଛି ହଉ କିନ୍ତୁ ଆପଣ ଯେଉଁ ଦୋଷଟା ନିଜର ଜାଣିପାରିଲେ ସେତିକି ଭଲ ଲାଗିଲା ହଉ ସାର୍ ମୁଁ ଆସୁଛି ଏବେ। ମା ବାପାକୁ ଟିକେ କହିଲେ ହେଇନାନି ସେ କାମଧନ୍ଦା ତ ସବୁ ଛିଡ଼ିଲା ଆମେ ଟିକେ ବାହାରକୁ ବୁଲିବାକୁ ଯାଇଥାନ୍ତେ ଆମ ସକାଳୁ ଠାରୁ ଆରେ କେଉଁ 2-3 ଦିନ ହେଲା କହୁଛି ବାପା ଯିବା ଟିକେ ବୁଲିବାକୁ ଟିକେ ଯିବା ହେଲେ କ'ଣ ହେବ ବାପା ମୋ କଥା ହିଁ ଶୁଣୁନାହାନ୍ତି ଖାଲି ସେ ପଞ୍ଚାୟତ କାମରେ ହିଁ ଯାଉଛନ୍ତି ହେଲେ କ'ଣ ହେବ ନା ସେ ପଞ୍ଚାୟତ କାମରେ ଶାନ୍ତି ମିଳୁଛି ନା ଆମ ପାଖରେ ଶାନ୍ତିରେ ରହିପାରୁଛନ୍ତି ଏଗୁଡ଼ାକ କ'ଣ ଗୋଟେ ଠିକ୍ ହେଉଛି ଡେଗା ମୁଣ୍ଡରେ ଖାଲି ଠେଙ୍ଗା ହିଁ ବାଜୁଛି। ହଉ ମା ତୁମେ ଏଥର ବାପାକୁ ଆସିଲେ ନିଶ୍ଚୟ କହିବ ହେଲା। ଆରେ ତୁ ଏବେ ଆଉ ଛୋଟ ପିଲା ହେଇନାହୁଁ ତୁ ତ ଦେଖୁଛୁ ତୋ ବାପାଙ୍କର କେତେ କାମ ତୁ କ'ଣ ଜାଣିନୁ ଏ କଥା। କିରେ ମା ପୁଅ ଦୁଇଟା ଯାକ କ'ଣ ଏଠାରେ ବସିକିରି କଥା ଚଲେଇଛ କିରେ କିଛି ତ କାମ ଧନ୍ଦା ନଥାଉଛି ଖାଉଛ ଶୋଉଛ ଗପ ଏବେ ଲଗେଇଥିବ ଆଉ କ'ଣ ଜଣା କି ତମ 2 ଜଣ ଯାକୁ ଆରେ କ'ଣ କଥା ହଉଥିଲ ମୋତେ ବି ତ ଟିକେ କୁହ। କ'ଣ ଆଉ କହିବି ତୁମର ସୁପୁତ୍ର ମାନେ କୁଳନନ୍ଦନ ଖାଲି ବାହାରକୁ ବୁଲି ଯିବା ପାଇଁ କନପନ ହେଉଛି ମୋ କଥା ଶୁଣୁଛି ନା ତମେ ତ ଘରେ ନଥାଉଛ ତେଣୁ ମୋ ମୁଣ୍ଡ ଖାଇସାରିଲାଣି ତମେ ହିଁ ଏବେ ତାକୁ ବୁଝାଅ ଯାହା କରିବା କଥା ତାକୁ କୁହ। ହଁ ରେ ପୁଅ ବାପାର ସେଠାରେ ଗୋଡ଼ ବୁଡ଼ିକିରି ପାଣି ଆଣ୍ଠୁଏ ହେଲାଣି କିନ୍ତୁ ପୁଅର ବୁଲିବା ନିଶା ଛାଡ଼ୁନି ତତେ କାଲିଠୁ ମନା କରୁଛି ପରା କାମଧାମ ଅଛି ମୁଁ ଯାଇପାରିବିନି ବୋଲି ତୁ ସେଇଟା ବି ଶୁଣୁନୁ ଖାଲି ବୁଲିବାକୁ ଯିବା ଦେବି କର୍ଣ୍ଣମୂଳିକି 2ଟା ଯେ ପଳଉ ଏକାଥରେ ଘରୁ ଉଠିକିରି ଚାଲେ ସିଆଡ଼େ। ଶୁଣେ ଏବେ ଗାଁର ନୂଆ ରୋଡ଼ ହବ ତେଣୁ ସେଥିପାଇଁ ମୋତେ ଆଉ ଗୋଟିଏ ନୂଆ କାମ ମିଳିଗଲା ତେଣୁ ଏବେ ତ ଯାଇପାରିବା ନାହିଁ ଆଉ 2 ଦିନ ଗଲା ପରେ ସ୍କୁଲ ବି ଖୋଲିଯିବ ଶୀତଦିନ ଅବକାଶ ଛୁଟି ବି ସରିଗଲା ତେଣୁ ଏବେ ଆଉ ଆମେ ବୁଲିବାକୁ ଯିବା ନାହିଁ ରହିଯା ଖରାଦିନ ଆସୁ ସେଇ ସମୟରେ ଯିବା ଶାନ୍ତିରେ ବୁଲିକିରି ଆସିବା ଆଉ ଏବେ କାମଧାମ ସବୁ ଅଛି ନା କିଛି ଯାଇପାରିବାନି। ହଉ ଶୁଣେ ତୁ ଯଦି କହୁଛୁ ଆଉ ଯିବା ଆଉ ହେଲା ଆଜି ହିଁ ବାହାର କାଲିକି ଯିବା। ଓହୋ ବାପା ଡୋଣ୍ଟ ୱେରି କାହିଁକି ଏତେ ବ୍ୟସ୍ତ ହେଉଛ କହିଲ ମୁଁ ଅଛି ନା ତମର ଗୋଟେକା ଯାକ ପୁଅ ଅଛି ମାନେ କିଛି ଟେନସନ୍ ନେବାର ନାହିଁ ଶୁଣ ମୁଁ ଏବେ ହିଁ ଯାଉଛି ସାଙ୍ଗେ ସାଙ୍ଗେ ବ୍ୟାଗ୍ ପତ୍ର ସବୁ ପ୍ୟାକ୍ କରିଦେଉଛି ଆମେ ଶୀଘ୍ର ବାହାରିବା ଆଉ ଯାଇକି ଗୋଟେ 5-7 ଦିନ ପୁରା ଚିଲ୍ କରିକି ମଜାମସ୍ତି କରିକି ବୁଲିକି ଆସିବା ତାପରେ ଯାହା ହେବ ଦେଖିବା ଆଉ। ହଉ ଶୁଣ ତମେ ମାନେ କିଛି ଆଉ ବିଳମ୍ବ କର ନାହିଁ ଯାଅ ଜଲ୍ଦି ନିଜର ଜିନିଷପତ୍ର ପ୍ୟାକିଂ କରିଦିଅ ମୁଁ ବର୍ତ୍ତମାନ ସବୁ କାମଧାମ ଛିଡ଼େଇ ଦେଉଛି ଆସିଲେ ଯିବା। କିରେ ପିଲାମାନେ ଡେଙ୍ଗା ମୁଣ୍ଡରେ ଠେଙ୍ଗାର ଅର୍ଥ ବୁଝିଲ ନା ନାହିଁ ହେଲେ କ'ଣ ହେବ ତମେ ସବୁ ଜାଣୁଛ ବୁଝୁଛ ହେଲେ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ କରିପାରୁନ ଆଉ ସେଗୁଡ଼ାକ ବି ଟିକେ କରେ ଆମେ ଟିକେ ଖୁସିରେ ତମମାନଙ୍କ ପାଇଁ ଭଲ ଭିଡ଼ିଓ ଆଣିବୁ ଏ ବୁଢ଼ା ଲୋକଟା କହୁଛି ହେଲେ ବି ତମକୁ କିଛି ଫରକ ପଡ଼ୁନି ଆରେ ଏଗୁଡ଼ାକ କ'ଣ ଠିକ୍ ହେଉଛି କିଛି ଭଲ ହେବନି ଟିକେ ଶୁଣ ସବସ୍କ୍ରାଇବ୍ କରିଦିଅ। ଆରେ ସାଙ୍ଗମାନେ ଆମ ଜେଜେ କହିଲେ ଆଉ ମୁଁ ବି କହୁଛି ଆମେ 2 ଜଣ ଯାକ ତୁମକୁ ବହୁତ ଅନୁରୋଧ କରୁଛୁ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ କରି ଲାଇକ୍ ସେୟାର କମେଣ୍ଟ କର ଯାହାଫଳରେ ଭଲ କାହାଣୀ ଆଣିବୁ।